ଜୟ ଗୁରୁ। ବନ୍ଧୁଗଣ, ମଣିଷର ଜୀବନର ସବୁଠାରୁ ନିରାପଦ ଆଶ୍ରୟ ମାର ହୃଦୟ। ଆଉ ସେଇ ମାର ହୃଦୟକୁ ଜୀବନର ଆଦର୍ଶ କରିବାକୁ ଶିଖାଇଥିଲେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ଆସନ୍ତୁ, ନାରୀର ନୀତିର ଆଉ ଗୋଟିଏ ଅମୂଲ୍ୟ ବାଣୀକୁ ଆମେ ହୃଦୟରେ ଧାରଣ କରିବା। ବାଣୀ ସଂଖ୍ୟା 3, କ୍ଷିପ୍ରତା ଓ ଦକ୍ଷତା। ଶ୍ରୀ ଠାକୁର କହୁଛନ୍ତି, କ୍ଷିପ୍ରତା ସହିତ ଦକ୍ଷତାକୁ ସାଧି ନିଅ, ଆଉ ନଜର ରଖ ମଣିଷର ପ୍ରୟୋଜନାନୁରୂପ ହାବଭାବ ଉପରେ। ଆଉ ହାବଭାବ ଦେଖି ହିଁ ଯେପରି ପ୍ରୟୋଜନକୁ ଅନୁଧାବନ କରିପାର, ତୁମର ବୋଧକୁ ସେପରି ଭାବେ ତୀକ୍ଷ୍ଣ କରି ନେବାକୁ ଚେଷ୍ଟା କର। ଏପରି କରି ହିଁ କ୍ଷିପ୍ରତା ଓ ଦକ୍ଷତାର ସହିତ ମଣିଷର ପ୍ରୟୋଜନକୁ ଅନୁଧାବନ କରି ସେବା ତତ୍ପର ହୁଅ। ଦେଖିବ, ସେବାର ଜୟଗାନ ତୁମକୁ ପରିପ୍ଲୁତ କରି ତୋଳିବ। ବନ୍ଧୁଗଣ, ଏହି ବାଣୀଟି ଅବଶ୍ୟ ବୁଝିବାକୁ ଟିକିଏ କଷ୍ଟ ହେଉଥିବ ମନେ ହେଉଛି। ଆସନ୍ତୁ ଭଲ ଭାବେ ବୁଝିବା। ହେ ଠାକୁର, ତୁମର ଏହି ଅମୃତବାଣୀରେ ଲୁଚି ଅଛି ଜୀବନ ସାଧନାର ଏକ ଅତ୍ୟନ୍ତ ଗଭୀର ମନ୍ତ୍ର। ସେଇଟା ହେଲା କ୍ଷିପ୍ରତା, ଦକ୍ଷତା ଓ ସେବାର ସମନ୍ୱୟ। ଏହି ଭାବକୁ ଯେପରି ଜୀବନ୍ତ କରି ଦେଖାଇଥିଲେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର, ସେହି ଭକ୍ତିମୟ ଭାବଧାରାରେ ଏହାର ବ୍ୟାପକ ଆଲୋଚନା ଆସନ୍ତୁ ରଖିବା। ମଣିଷ ଜୀବନ କେବଳ ନିଜ ପାଇଁ ନୁହେଁ, ଏହା ପରହିତର ପଥରେ ଫୁଲ ଭଳି ଉଠିବାର ଏକ ଦୈବୀ ସୁଯୋଗ। ଠାକୁର କହୁଥିଲେ, ଜୀବନର ସାର୍ଥକତା ହେଉଛି ସେବାରେ। କିନ୍ତୁ ସେବା କେବଳ ଭାବୁକତାର ଫଳ ନୁହେଁ। ସେବା ହେଉଛି ସଚେତନତା, ଦୃଷ୍ଟି, ଦକ୍ଷତା ଓ କ୍ଷିପ୍ରତାର ସମନ୍ୱିତ ପ୍ରକାଶ। କ୍ଷିପ୍ରତା ସହିତ ଦକ୍ଷତାକୁ ସାଧି ନିଅ। ଏହାର ଅର୍ଥ ଏହା ମାତ୍ର ଏକ ପରାମର୍ଶ ନୁହେଁ, ଏହା ଏକ ଆଧ୍ୟାତ୍ମିକ ଅଭ୍ୟାସ। କ୍ଷିପ୍ରତା ମାନେ ତ୍ୱରିତ ହେବା, କିନ୍ତୁ ଅସାବଧାନ ହେବା ନୁହେଁ। ଦକ୍ଷତା ମାନେ ଦୃଢ଼ ଅଭ୍ୟାସ ଓ ଅନୁଭବରେ ପକ୍ୱତା ରଖିବା। ଯେତେବେଳେ ଏହି ଦୁଇଟି ଏକାତ୍ମ ହୁଏ, ସେବା ସେଇଠି ହୁଏ ସଫଳ ଓ ସାର୍ଥକ। ଶ୍ରୀ ଠାକୁର ଶିଖାଇଥିଲେ, ମଣିଷକୁ ଭଲ ପାଇବା ମାନେ ତାଙ୍କ ପ୍ରୟୋଜନକୁ ବୁଝିବା। ଅନେକ ସମୟରେ ମଣିଷ କଥାରେ ନୁହେଁ, ତାଙ୍କର ହାବଭାବରେ ତାଙ୍କ ଅଭାବ ଓ ଆବଶ୍ୟକତା ପ୍ରକାଶ କରିଥାନ୍ତି। ଏହି ଚକ୍ଷୁର ନୀର, ମୁହଁର ଅବସାଦ, ନୀରବତାର ଗଭୀରତା, ଏସବୁ ମଧ୍ୟ ଏକ ପ୍ରକାର ଭାଷା। ତେଣୁ ଭକ୍ତଜନଙ୍କ ପାଇଁ ଆବଶ୍ୟକ ସତର୍କ ଦୃଷ୍ଟି। କେବଳ ଶୁଣିବା ନୁହେଁ, ଦେଖିବା ମଧ୍ୟ ଶିଖ। ଦେଖିବା ମାନେ କେବଳ ଚକ୍ଷୁ ଦ୍ୱାରା ନୁହେଁ, ହୃଦୟ ଦ୍ୱାରା ଦେଖିବା ଶିଖ। ଶ୍ରୀ ଠାକୁରଙ୍କ ମତରେ ମଣିଷକୁ ବୁଝିବାକୁ ଚେଷ୍ଟା କର, ତାହେଲେ ତୁମେ ଈଶ୍ୱରଙ୍କୁ ବୁଝିପାରିବ। କାରଣ ମଣିଷ ହେଉଛି ଚଳମାନ ମନ୍ଦିର। ତାଙ୍କ ଆବଶ୍ୟକତାକୁ ଅନୁଧାବନ କରିବା ହେଉଛି ଭଗବତର ସେବା। ମନ ଯଦି ଅଳସୁଆ ହୋଇ ରହେ, ତେବେ ସେବା ଅସମ୍ପୂର୍ଣ୍ଣ ହୋଇଯାଏ। ବୋଧ ମାନେ ସଚେତନତା। କେଉଁଠି କ'ଣ କେମିତି ଦରକାର, କେବେ କ'ଣ କହିବା ଉଚିତ, କେବେ ନୀରବ ରହିବା ଭଲ, ଏହି ସମସ୍ତ ଜ୍ଞାନ
ଅଭ୍ୟାସରେ ଆସେ। ଠାକୁରଙ୍କ ନିକଟରେ ଯେଉଁମାନେ ରହୁଥିଲେ ସେମାନେ ଦେଖୁଥିଲେ ସେ କାହାର ମନର ଅଭାବକୁ କହିବା ପୂର୍ବରୁ ନିଜେ ହିଁ ବୁଝି ଯାଉଥିଲେ। ସେଇଥିପାଇଁ ତ ତାଙ୍କୁ ଅନ୍ତର୍ଯ୍ୟାମୀ ପୁରୁଷ ବୋଲି ଆମେ କହିଥାଉ। ଏହା ହେଉଛି ତୀକ୍ଷ୍ଣ ବୋଧର ଫଳ। ତୁମେ ମଧ୍ୟ ଏପରି ବୋଧକୁ ଅଭ୍ୟାସ କର। ଭାବିଲେ ଲୋକଙ୍କ ସହ କଥା ହେବା ବେଳେ ତାଙ୍କର ଚକ୍ଷୁକୁ ଦେଖି ଅନୁଭବ କରିପାର, ତାଙ୍କର ସ୍ୱରକୁ ଅନୁଭବ କରିପାର, ତାଙ୍କର ନୀରବତାକୁ ଶୁଣିପାର। ଏହି ଅଭ୍ୟାସ ତୁମକୁ ସେବାରେ ସଫଳ କରିବ। ସେବାରେ ବିଳମ୍ବ କରିବା ଅନେକ ସମୟରେ ଅନୁତାପର କାରଣ ହୁଏ। ଯେଉଁଠି ତତ୍କ୍ଷଣାତ ସାହାଯ୍ୟ ଦରକାର ସେଠାରେ ଧୀରତା ଅନୁଚିତ। କିନ୍ତୁ କ୍ଷିପ୍ରତା ମାନେ ଅସ୍ଥିରତା ନୁହେଁ ବନ୍ଧୁଗଣ। ଏହା ହେଉଛି ସଜାଗ ରହି ତତ୍ପରତା ଦେଖାଇବା। ଠାକୁର କହୁଥିଲେ ସତ କାର୍ଯ୍ୟରେ ବିଳମ୍ବ କରନି। ଯେଉଁଠି ଭଲ କରିପାରିବ ସେଠି ତତ୍କ୍ଷଣାତ କର। ଏହି କ୍ଷିପ୍ରତା ଜୀବନକୁ ସକ୍ରିୟ କରି ତୋଳେ, ଅଳସତାକୁ ଦୂର କରେ। ସେବାରେ କେବଳ ଉତ୍ସାହ ଥିଲେ ହେବନି ବନ୍ଧୁଗଣ, ଜ୍ଞାନ ଓ ପ୍ରଶିକ୍ଷଣ ଦରକାର। ଯଦି କେହି ରୋଗୀ ତାକୁ ସାହାଯ୍ୟ କରିବାକୁ ଚିକିତ୍ସା ଜ୍ଞାନ ଦରକାର। ଯଦି କେହି ମନ ବିପର୍ଯ୍ୟସ୍ତ ତାଙ୍କୁ ସାନ୍ତ୍ୱନା ଦେବାକୁ ସମ୍ବେଦନଶୀଳତା ଦରକାର। ଠାକୁରଙ୍କ ଆଶ୍ରମରେ ଶିକ୍ଷା, ଚିକିତ୍ସା, କୃଷି, ସଂଗଠନ ସବୁକିଛି ଦକ୍ଷତାର ସହିତ ତିଆରି ହୋଇଥିଲା। କାରଣ ସେବା ଯଦି ଅଦକ୍ଷ ହୁଏ ତାହା ଉପକାର ତୁଳନାରେ ଅପକାର କରିପାରେ। ତେଣୁ ଜୀବନରେ ଯେ କ୍ଷେତ୍ରରେ ରୁଚି ଅଛି ସେଠି ଦକ୍ଷ ହେବାକୁ ଚେଷ୍ଟା କର। ପଢ଼, ଶୁଣ, ଶିଖ, ଅଭ୍ୟାସ କର ଏବଂ ସେହି ଦକ୍ଷତାକୁ ସମାଜର ଉପକାରରେ ଲଗାଅ। ଭକ୍ତି କେବଳ ମନ୍ଦିରରେ ପୂଜା କରିବା ନୁହେଁ ବନ୍ଧୁଗଣ। ଭକ୍ତି ହେଉଛି ମଣିଷର ଦୁଃଖକୁ ହ୍ରାସ କରିବା। ଠାକୁରଙ୍କ ଭାବରେ ମଣିଷ ସେବା ହିଁ ଭଗବାନଙ୍କ ସେବା। ଯେତେବେଳେ ତୁମେ ମଣିଷର ପ୍ରୟୋଜନତାକୁ ଅନୁଧାବନ କରି ତତ୍ପର ହୁଅ ସେତେବେଳେ ତୁମର ଭିତରେ ଥିବା ଈଶ୍ୱରତ୍ୱ ଜାଗ୍ରତ ହୁଏ। ସେବାର ଜୟଗାନ ତୁମକୁ ପରିପ୍ଲୁତ କରି ତୋଳେ। ଏହାର ମାନେ ତୁମର ହୃଦୟ ଆନନ୍ଦରେ ପୂର୍ଣ୍ଣ ହୋଇଛି। ଏହି ଆନନ୍ଦ କୌଣସି ପାର୍ଥିବ ସଫଳତାରୁ ଆସିନାହିଁ। ଏହା ଆସେ ଆତ୍ମସନ୍ତୋଷରୁ। ଅଭ୍ୟାସର ପଥ ଦେଖାଇ ଶ୍ରୀ ଠାକୁର କହୁଛନ୍ତି ପ୍ରତିଦିନ କମ୍ ସେ କମ୍ ଜଣେ ଲୋକଙ୍କ ପ୍ରୟୋଜନତାକୁ ବୁଝିବାକୁ ଚେଷ୍ଟା କର। ଶୁଣିବାର ଅଭ୍ୟାସ କର। ତାର ମଧ୍ୟରେ କଥା ନ କାଟ। ଯେ କାମ କରୁଛ ତାହା ଦକ୍ଷତାରେ କରିବାକୁ ଚେଷ୍ଟା କର। ଭଲ କାମକୁ ପଛେଇ ଯାଅନି। ନିଜକୁ ପ୍ରଶ୍ନ କର, ଆଜି କାହାର ପାଇଁ ମୁଁ କ'ଣ କରିଛି? ଯେତେବେଳେ ତୁମେ କ୍ଷିପ୍ରତା ଓ ଦକ୍ଷତାର ସହିତ ସେବାରେ ନିୟୋଜିତ ହୁଅ ତୁମର ଜୀବନ ଅର୍ଥପୂର୍ଣ୍ଣ ହୁଏ। ଲୋକଙ୍କ ଆଶୀର୍ବାଦ ତୁମକୁ ଶକ୍ତି ଯୋଗାଏ। ତୁମର ମନ ହୁଏ ପବିତ୍ର, ଚିନ୍ତା ହୁଏ ସ୍ୱଚ୍ଛ। ଏହି ଅବସ୍ଥା ହିଁ ଭକ୍ତିର ପରିପକ୍ୱତା। ଠାକୁରଙ୍କ କୃପା ସ୍ୱତଃ ପ୍ରବାହିତ ହୁଏ। କ୍ଷିପ୍ରତା ସହିତ ଦକ୍ଷତାକୁ ସାଧି ନିଅ। ଏହା ହେଉଛି ଜୀବନ ଗଢ଼ିବାର ଏକ ସୁବର୍ଣ୍ଣ ସୂତ୍ର। ନଜର ରଖ, ବୋଧକୁ ତୀକ୍ଷ୍ଣ କର, ମଣିଷର ପ୍ରୟୋଜନକୁ ବୁଝ, ତତ୍ପର ହୁଅ ଆଉ ସେବାରେ ନିଜକୁ ନିବେଶ କର। ତାହେଲେ ଦେଖିବ ସେବାର ଜୟଗାନ ତୁମକୁ ପରିପ୍ଲୁତ କରି ତୋଳିବ। ଜୀବନ ହେବ ସାର୍ଥକ, ହୃଦୟ ହେବ ପ୍ରସନ୍ନ
ଆଉ ଠାକୁରଙ୍କ ଭାବ ତରଙ୍ଗ ତୁମର ଚିତ୍ତକୁ ଆଲୋକିତ କରି ରଖିବ। ସେବାରେ ହିଁ ଜୀବନ, ସେବାରେ ହିଁ ଭକ୍ତି, ସେବାରେ ହିଁ ମୋକ୍ଷର ମାର୍ଗ। ହଁ ବନ୍ଧୁଗଣ, ଆଜିର ନାରୀର ନୀତିର ଏହି ଅମୂଲ୍ୟ ବାଣୀ ବୋଧହୁଏ ଆମମାନଙ୍କୁ ବୁଝିବାକୁ କଷ୍ଟ ହୋଇନଥିବ। ଆଶା କରିବି এই ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଛି। ଆଉ ଆପଣମାନେ ଲାଇକ୍ଟିଏ କରିଦେଇଛନ୍ତି। ଆଉ ଏପର୍ଯ୍ୟନ୍ତ ଯେଉଁମାନେ ଆମର ଏଇ ଛୋଟିଆ ପ୍ରୟାସ ଜୟଗୁରୁ ପ୍ରାର୍ଥନାକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନ୍ର ଅଲ୍କୁ ପ୍ରେସ୍ କରନ୍ତୁ, ତାକି କାଲି ଠିକ୍ ଏହି ସମୟରେ ଏହାର ପରବର୍ତ୍ତୀ ବିଷୟଟି ନେଇ ଆମେ ଆସିବୁ। ସେ ପର୍ଯ୍ୟନ୍ତ ରହିଲୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମମ୍।